ଆସିବେ ଗୋପନ ଏବଂ ସେଠି ସେ ମୋତେ ମନ୍ତ୍ରୀ ଥିଲାବେଳେ ବାଗ୍ମୀ ସମ୍ରାଟ ଉପାଧିରେ ମଧ୍ୟ ଘୋଷିତ କରିଛନ୍ତି। ଏଠିକି ଆସିବାର ମୋର ଗୋଟେ ଦୁର୍ବାର ଆକର୍ଷଣ ଅଛି। ଏଇଥିପାଇଁ ମୁଁ ବାଙ୍ଗାଲୋରରେ ବେଶୀ ସମୟ ରହେ, କିନ୍ତୁ ରାଜବାବୁ ମୋତେ ଗଲା ବର୍ଷ ବାର ବାର ଅନୁନୟ କରିଥିଲେ ଆସିବା ପାଇଁ। କିନ୍ତୁ ସେତେବେଳେ ବର୍ତ୍ତମାନ ଯେ ମୁଖ୍ୟମନ୍ତ୍ରୀ ଅଛନ୍ତି ତାଙ୍କ ପାଖରେ ମୋର ଗୋଟେ ମିଟିଂ ପଡ଼ିଲା, ସେଠି ମୋତେ ଗୋଟେ ବିରାଟ ସମ୍ବର୍ଦ୍ଧନା ଦେବାର ଥିଲା। ସିଦ୍ଧରାମಯ್ୟ ଯିଏ ଅଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ, ତେଣୁ ମୁଁ ତାଙ୍କ ଫଙ୍କସନ୍ରେ ରହିଗଲି, ମୁଁ ଏଠିକି ଆସିପାରିଲିନି। ତେଣୁ ରାଜବାବୁ ଏ ବର୍ଷ ମଧ୍ୟ ମୋତେ ଫୋନ୍ କଲେ। ମୁଁ କହିଲି ମୁଁ ଯଦି ଏ ବର୍ଷ ନ ଯିବି ତାହେଲେ ସେ ଭାବିବେ ଯେ ଗୋଟେ ଠକ। ଠକ ନୁହେଁ ଗୁରୁ କୃଷ୍ଣ ବୈଷ୍ଣବେ ଯେହୁ, ଠିକେ ମର୍ମ ଏଥି ଜାଣି ପାରିବେ ସେଉ ଯେ। ତେଣୁ ରାଜବାବୁ ମୁଁ ଠକ ନୁହେଁ। ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଲି ମୁଁ ନିଶ୍ଚୟ ଯିବି, ଯେତେ ଅସୁବିଧା କରୁ ମୁଁ ଯିବି। ଏବଂ 11 ତାରିଖରେ ମୁଁ ଟିକେଟ୍ ବୁକ୍ କଲି। ମାନେ ଗୋଟାଏ ଦିନ ପୂର୍ବରୁ ମୁଁ ଏଠି ଆସି ପହଞ୍ଚିଲି ଭୁବନେଶ୍ୱରରେ ଏବଂ ସେ କାଲି ରାତିଠାରୁ ମୋତେ ଟେଲିଫୋନ୍ କରି ଚାଲିଛନ୍ତି। ସେ ଭାବିଲେ ବୋଧେ ଏଥର ମୁଁ ଠକିଦେବି। ଏବଂ ନିମନ୍ତ୍ରଣ କାର୍ଡ଼ରେ ଦେଖିଲି ଯେ ଶ୍ରୀଯୁକ୍ତ ଉପେନ୍ଦ୍ରନାଥ ବେହେରାଙ୍କ ନାଁ। ଉପେନ୍ଦ୍ରନାଥ ବେହେରାଙ୍କ ନାଁଟା ଦେଖିଦେଇ ମୁଁ ଟିକେ ଅତ୍ୟନ୍ତ ଆହ୍ଲାଦିତ ହୋଇଗଲି। ଏଇଥିପାଇଁ ସେ ମୋର ବହୁ ବର୍ଷର ପରିଚିତ, ବହୁ ବର୍ଷର ବନ୍ଧୁ। ଆମେ ଯେତେବେଳେ ଚିରସନ୍ଧାନ ନୂଆ ନୂଆ ଆରମ୍ଭ କରୁଥିଲୁ ସେତେବେଳେ ସେ ଥିଲେ ଇଡ୍କୋର ପରିଚାଳନା ନିର୍ଦ୍ଦେଶକ। ଜାନକୀବାବୁଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା ଏବଂ ତାଙ୍କର ଯେଉଁ ପିତାଙ୍କ ବହିଟି ବାହାରିଛି ଗୋକୁଳାନନ୍ଦ ଗ୍ରନ୍ଥାବଳୀ, ସେ ବହିଟିକି ଉଭୟ ଗୌରୀକୁମାର ବ୍ରହ୍ମା ଏବଂ ମୁଁ 2 ଜଣ ମିଶିକି ତାକୁ ସମ୍ପାଦନା କରିଥିଲୁ। ଜାନକୀବାବୁ ମଧ୍ୟ ସେ ବହିରେ ମୋ ବିଷୟରେ ଗୋଟାଏ ପୃଷ୍ଠା ଲେଖିଛନ୍ତି। ତେଣୁ ସେଇ ନ୍ୟାୟରେ ଚିଫ୍ ମିନିଷ୍ଟର ଅଫିସ୍ ସୁପାରିଶ କରିଦିଏ ଆମକୁ କିଛି ବିଜ୍ଞାପନ ଦେବା ପାଇଁ। ମୁଁ ଯାଇ ପହଞ୍ଚିଲି ଉପେନ୍ଦ୍ରନାଥ ବେହେରାଙ୍କ ଅଫିସରେ। ସେତେବେଳେ ସେ ଇଡ୍କୋର ପରିଚାଳନା ନିର୍ଦ୍ଦେଶକ। ମୁଁ ତାଙ୍କୁ ଦେଖିନଥିଲି ଏବଂ ମୁଁ ସ୍ଲିପ୍ଟେ ମାରିଲି। ମୋ ପାଇଁ ସେତେବେଳେ ସୁପାରିଶ କରିଥିଲେ ସମର ବାବୁ, ମାନେ ସମର ବଲ୍ଲଭ ମହାପାତ୍ର। ସେ ଜଣେ ବହୁତ ସିନିୟର IAS ଅଫିସର, ଉପେନ୍ଦ୍ର ବାବୁଙ୍କ ମଧ୍ୟ ସିନିୟର। ସେ ମୋ ପାଇଁ ସୁପାରିଶ କରିଥିଲେ। ମୁଁ ଯାଇ ଯେତେବେଳେ ଉପେନ୍ଦ୍ର ବାବୁଙ୍କ ପାଖରେ ପହଞ୍ଚିଲି, ସେ ମୋତେ ସହସ୍ୟ ବଦନରେ ସ୍ୱାଗତ କଲେ ଏବଂ ଚିଠି ଉପରେ ଅର୍ଡ଼ର କରିଦେଲେ 3000 ଟଙ୍କା। 1995 ମସିହା ଚିଠି ଉପରେ ଅର୍ଡ଼ର କରିଦେଲେ ଏବଂ ତାଙ୍କର ଯିଏ ସହକର୍ମୀ ଥିଲେ କହିଲେ ଏଇଟା ଦେଇଦିଅ। ଏବଂ ପ୍ରକୃତରେ ତା 2 ଦିନ ପରେ ମୁଁ ଗୋଟିଏ ବିଜ୍ଞାପନ ପାଇଲି 3000 ଟଙ୍କା। କହିବାର ଉଦ୍ଦେଶ୍ୟ ହେଉଛି ପଛରେ ଜାଣିଲି ସେ ହେଉଛି ମାହାଙ୍ଗା ମାଟିର ସନ୍ତାନ। ମୁଁ କହିଲି ସେ ମାଟିର ଛାପଟା ତାଙ୍କ ଦେହରେ ବାଜିଛି, ନହେଲେ ଏମିତି ହେଇନଥାନ୍ତା। ଜଣେ ବୈଷୟିକ ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତି ସେ କେବେ ହେଲେ ସାହିତ୍ୟ ପ୍ରତି ତା'ର ଅନୁରକ୍ତି ଆସିବ ନାହିଁ। କିନ୍ତୁ ଯେହେତୁ ମାଟିର ଛାପଟା ତାଙ୍କ ଦେହରେ ଅଛି, ସେ ସାହିତ୍ୟକୁ ଭଲ ପାଇଲେ, ମଣିଷକୁ ଭଲ ପାଇଲେ। ଉପେନ୍ଦ୍ର ବେହେରାଙ୍କୁ ଦେଖିଲେ ଆପଣ ଜାଣିବେ ଅତ୍ୟନ୍ତ ସାଧା ସିଧା ବ୍ୟକ୍ତିଟି, ଯାହାକୁ କହନ୍ତି ଯେତେବେଳେ ପ୍ରାଚୀନ ସାହିତ୍ୟକାରମାନେ ସାହିତ୍ୟ ରଚନା କରୁଥିଲେ ତାଙ୍କ ସାହିତ୍ୟରେ ଥିଲା 6ଟା କାବ୍ୟ ପାଠ। ଏ ନାରୀ କେଳଂଶ ଦ୍ରାକ୍ଷା ଖର୍ଜୁରଇ ଗଛ କଦଳୀ ଗୁଡ଼ ଇତ୍ୟବଙ୍କା କାହା ଷଡ଼ବି ଦିଅତେ, 6ଟା କାବ୍ୟ ପାଠ। ପରବର୍ତ୍ତୀ ସମୟରେ ଆପଣଙ୍କ ଟିକିଏ ପାଖକୁ ଗଲେ ଦେଖିବେ ବାଲିଆ କୁଳତିଳକ ଅଭିମନ୍ୟୁ ସାମନ୍ତ ସିଂହାର। ସେ କ'ଣ ଲେଖିଲେ? ଥୁକେ ସ୍ଥଳ ହେବ ଦ୍ରାକ୍ଷା ଗୁଡ଼ କୃତ ପାକ, ଥୁକେ ପାକ ନାରୀ କେଳ ଖର୍ଜୁର ରୋଚକ ହେ। ଉପେନ୍ଦ୍ର ବାବୁଙ୍କ ପାଖରେ ଏଇ 4ଟା କାବ୍ୟ ପାକ ବୋଧେ ଅଭିମନ୍ୟୁ ସାମନ୍ତ ସିଂହାର ଖଞ୍ଜି ଦେଇଛନ୍ତି। ଥୋକେ ପାକ ହେବ ଦ୍ରାକ୍ଷା ଗୁଡ଼କୃତ ପାକ, ଦ୍ରାକ୍ଷା ପାଟିରେ ପକାଇଦେଲେ ପୁରା ମିଠା, ଗୁଡ଼ ବି ଆହୁରି ମିଠା। ତେଣୁ ତାଙ୍କ ସହାସ୍ୟ ବଦନ ଆପଣ ଦେଖିଲେ ଜାଣିବେ ସେ କେମିତି ମିଠା। ଦ୍ରାକ୍ଷା ଗୁଡ଼କୃତ ପାକ, ଥୋକେ ପାକ ନାରିକେଳ। ପ୍ରଶାସନରୁ ରଜୁ ସେ ଧରିଛନ୍ତି, ତେଣୁ ତାଙ୍କୁ ନାରିକେଳ ଭଳିଆ ହେବାକୁ ପଡ଼ିବ, ମାନେ ପୁରା କଠିନ। ଯେତେବେଳେ କୌଣସି ଜଣେ ବ୍ୟକ୍ତି ଯାଇ ପହଞ୍ଚୁଛି ସେ ପୁରା କଠିନ, ଉପରକୁ ଜଣାପଡ଼ୁଛନ୍ତି ଭାରି କଠିନ, କିନ୍ତୁ ଭିତରଟା ଶସଯୁକ୍ତ, ଭିତରଟା ସମ୍ବେଦନଶୀଳ। ନାରିକେଳ ପୁଣି ବେଳେବେଳେ ଖଜୁରୀ କୋଳି। ଆମ ପାଖରେ ଯେତେବେଳେ ସେ ଦେଖା ହେଇଯାଆନ୍ତି ଖଜୁରୀ କୋଳି,
ମାନେ ତାଙ୍କୁ ଆମେ ଉପରୁ ଦେଖିଲା ବେଳକୁ ଭାରି ନରମ ଜଣା ପଡୁଛନ୍ତି। ଭିତରଟା ଖଜୁରୀ କୋଳିଟା ଯେତେବେଳେ ପାଟିରେ ପକେଇ ଦେଉଛନ୍ତି କିଛି ସମୟ ପରେ ଗୋଟେ ଷ୍ଟୋନଟା ବାଜୁଛି ଦାନ୍ତରେ ଏବଂ ଆମେ ତାକୁ ଯେତେ ସହଜ ଭାବରେ ନେଇଯାଉଛୁ ଉପେନ୍ଦ୍ର ବାବୁ ଯାହା ଭାରି ମଜାଳିଆ ଲୋକ ଆମ କଥା ଶୁଣିବେ ଆମ କାମଟା ସାଙ୍ଗେ ସାଙ୍ଗେ କରିଦେବେ, କିନ୍ତୁ ପ୍ରକୃତରେ ତାହା ନୁହେଁ। ଖଜୁରୀ କୋଳି ଭଳିଆ ଉପରକୁ ନରମ ଜଣା ପଡୁଥିଲେ ମଧ୍ୟ ଭିତରେ ମଧ୍ୟ ଭାରି କଠିନ। ତେଣୁ ଉପେନ୍ଦ୍ର ବାବୁ ବଡ଼ କଠିନ ସେ ପ୍ରୀତି ପାଳିବା, ଥଣ୍ଡା ଅସୁଧାରେ ବାଟ ଚାଲିବା, ଶୂନ୍ୟ ଆରୋହଣ ଠାରୁ କଠିନ, ଯଥା ପାରଦ ଫାନ୍ଦେ ଧରିବା ଲକ୍ଷଣ। ଏବଂ ଆପଣ ସେଇଥିପାଇଁ ଏଭଳି ଜଣେ ପ୍ରଶାସକ ଯେ କି ବନ୍ଧାଇବେ ଯେ ହୀରାରେ ଛାତିକି, ମତି ବଢ଼ାଇବ ସେ ପ୍ରଶାସନ ରୀତିକି। ବିବେକ ଯାହା ସହାୟତ ଥିବ, ଯିଏ ପ୍ରଶାସକ ହେବ ସେ ଜଣେ ବିବେକବାନ ବ୍ୟକ୍ତି ହେଇଥିବା ଦରକାର, ଅନ୍ୟକୁ ବୁଝିପାରୁଥିବା ବ୍ୟକ୍ତି ଦରକାର। ମୁଁ ଏବେ ମୋତେ ଗଭର୍ଣ୍ଣମେଣ୍ଟ ଡାକିଥିଲା, ଯଦିଓ ଏଇଟା ଅନ୍ୟ ସରକାର, ମୁଁ କହିଥିଲି ଓଡ଼ିଶାରେ 2 ଜଣ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ବିଶେଷ ଭାବରେ ମୋତେ ଆକର୍ଷିତ କରିଛନ୍ତି। ଜଣେ ହେଉଛନ୍ତି ସ୍ୱର୍ଗତ ଡକ୍ଟର ହରିକୃଷ୍ଣ ମହତାବ, ଆଉ ଜଣେ ହେଉଛନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକ। ये 2 जन व्यक्ति सर्वगुण संपन्न, माने कहा से केवे निराश करते ना। मुझे देखी जानकी बाबू जिते बड़े ग्रीभांसल चली गोटे व्यक्ति गोटे डालर पुराए 500 टंकिया से 500 टंका आसनी 100 टंकिया 50 टंकिया 20 टंकिया सब डालर भर्ती पचारे तुम कौट आस कौन कम खाई ना ना दे 50 टंका 20 टंका